କିଛି ସପ୍ତାହର ବ୍ୟବଧାନ ପରେ ପୁଣି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକକୁ ଲେଉଟିଛନ୍ତି ହାତୀପଲ। ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନ ଜତିପୁର ପଞ୍ଚାୟତ ଝାଲିଆବେଡ଼ା ଜଙ୍ଗଲରେ 50 ଟିକିଆ ହାତୀପଲ ପଶିଛନ୍ତି। ତେବେ ଗତ ମାସ ପାଟଣା ରେଞ୍ଜ ଦେଇ କରଞ୍ଜିଆ ସେକ୍ସନକୁ ପଳାଇ ଯାଇଥିବା 28 ଟିକିଆ ହାତୀପଲ ପୁଣି ବୈତରଣୀ ନଦୀ ପାର ହୋଇ ଆସିଥିଲେ। ଆଉ ବାଲିବନ୍ଧ ସେକ୍ସନରୁ 22 ଟିକିଆ ହାତୀପଲ ଉଖୁଣ୍ଡା ସେକ୍ସନକୁ ପଶିବାରୁ ସର୍ବମୋଟ 50ଟି ହାତୀ ଝାଲିଆବେଡ଼ା ଜଙ୍ଗଲରେ ପଶିଛନ୍ତି। ତେବେ ଘନ କୁହୁଡ଼ି ଯୋଗୁଁ ହାତୀପଲକୁ ସଠିକ୍ ଭାବରେ ଠାବ କରାଯାଇପାରୁନଥିବା ବେଳେ ବନ ବିଭାଗ ହାତୀପଲ ଉପରେ ନଜର ରଖିଛି। ଏପଟେ ଏତେ ମାତ୍ରାରେ ହାତୀପଲକୁ ନେଇ ଆଖପାଖ ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।